ଜଗନ୍ନାଥଙ୍କର ସେବା କ'ଣ ଧୂପ ଦୀପରେ ହୁଏ, ଅଗରବତୀରେ ହୁଏ? କେଉଁ ଗୋଟିଏ ଜାଗାରେ ମୋତେ ଖୋଲିକି ଦେଖାଇଦେବେ ଜଗନ୍ନାଥ କହିଛନ୍ତି ମୋତେ ଧୂପ ଦୀପ ଦେ? କେଉଁ ଗୋଟେ ଜାଗାରେ କହିନାହାନ୍ତି। ଆପଣ କାହା କଥାରେ ପଡ଼ି ଚାଲିଛନ୍ତି ଆଜ୍ଞା? ଜଗନ୍ନାଥ ହୃଦୟ ଚାହାନ୍ତି, ହୃଦୟ ଅଛନ୍ତି। ଅନ୍ୟ ଗୁରୁ ଅଛନ୍ତି, ତାଙ୍କ କଥା ମୁଁ କହିପାରିବିନି। ସେମାନେ ଏଇ ବେଦର ଶାସ୍ତ୍ର ମୁଁ ଯାହା କହୁଛି ସେଇଆ କହିବେ, କିନ୍ତୁ ସେ ମିଠା ମିଠା କଥାରେ କହିବେ। ମୋ ପାଖରେ ତ ସମୟ ନେଇ ଆଜ୍ଞା, କେତେବେଳେ ମରିଯିବି ଠିକ୍ ନାହିଁ। ଜୀବନରେ ମନେ ରଖନ୍ତୁ, ଯେତେବେଳେ ଆପଣ ଚାଲି ଶିଖିଥିଲେ, ABCD ଶିଖିଥିଲେ, ଆ ଶିଖିଥିଲେ, ଖାଇ ଶିଖିଥିଲେ, ପିଇ ଶିଖିଥିଲେ, କଥାବାର୍ତ୍ତା କରି ଶିଖିଥିଲେ, କେହି ନା କେହି ଗୁରୁ ଆପଣଙ୍କୁ ଶିଖେଇଥିଲା। ସେ ମାତା ହେଇପାରେ, ପିତା ହେଇପାରେ, ଆଉ କିଏ ମଧ୍ୟ ହେଇପାରେ। ବିନା ଗୁରୁରେ କୌଣସି କାମ ଶିଖିପାରିବେ ନାହିଁ। ଇଏ ଭୌତିକ ଜିନିଷ। ଆଧ୍ୟାତ୍ମିକ ଜିନିଷ ତ ବହୁତ ଉପର କଥା ରହିଲାଣି। ଆପଣ ବିନା ଗୁରୁରେ ଶିଖିଯିବେ ବୋଲି କେମିତି ଭାବୁଛନ୍ତି? ବିନା ଗୁରୁରେ ଆପଣ ଜଗନ୍ନାଥଙ୍କର ଜ ବି ପାଇବେ ନାହିଁ। ଜଗନ୍ନାଥ ନିଜେ କହୁଛନ୍ତି ପରିପ୍ରଶ୍ନନେୟ ସେବୟା, ଗୁରୁ ପାଖକୁ ଯାଅ ଅର୍ଜୁନ, ତାକୁ ବାରମ୍ବାର ବାରମ୍ବାର ତାର ସେବା କର, ତାକୁ ବାରମ୍ବାର ବାରମ୍ବାର ପ୍ରଶ୍ନ କର, ନିଜର ଯେତିକି ସଂଶୟ ଅଛି, ଯେତିକି ଡାଉଟ୍ ଅଛି ସବୁ ପଚାର। ଯଦି ସେମିତି ନ କରିବୁ ତୁ ମୋ ପାଖକୁ ପହଞ୍ଚିବାଟା ଅସମ୍ଭବ। ଜଗନ୍ନାଥଙ୍କର ଜ ବି ମିଳିବ ନାହିଁ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ଭକ୍ତଗଣ ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ, କେମିତି ଅଛନ୍ତି ଆପଣମାନେ? ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅସୀମ କୃପା ଆପଣଙ୍କ ଉପରେ ବରସୁଥାଉ। ଜଗତଗୁରୁଙ୍କର ଆଶୀର୍ବାଦ ନେଇ କଥାଟି ଆରମ୍ଭ କରୁଛି। ଆପଣ ଜାଣନ୍ତି ଆଜ୍ଞା, କଥା ଆପଣ ଖରାପ ଭାବନ୍ତୁ, ଭଲ ଭାବନ୍ତୁ, ମୋ ଗୁରୁ ମୋତେ କହିଥିଲେ ସବୁବେଳେ ସେଇ କଥା କହିବୁ ରେ, ଯେଉଁଟା ସତ, ଯେଉଁଟା ମୁଁ ତତେ କହିଛି। ଜାଣନ୍ତି, ଆମ ଆଧ୍ୟାତ୍ମିକ ଜଗତରେ ବୁଦ୍ଧିମାନ ହେଉଛି ସିଏ ଯିଏ ଡିଟୋ କଥାକୁ, ଗୁରୁ କହିଥିବା କଥାକୁ କିମ୍ବା ବେଦଶାସ୍ତ୍ର କହିଥିବା କଥାକୁ ଡିଟୋ ଟ୍ରାନ୍ସଫର କରିଦିଅନ୍ତି ଲୋକମାନଙ୍କ ପାଖକୁ। ଇଏ ହେଉଛି ବୁଦ୍ଧିମାନ। କିନ୍ତୁ ଭୌତିକ ଜଗତରେ ଆପଣ ଦେଖିବେ, ଯଦି କିଏ କପି କରୁଛି, ଡିଟୋ କରୁଛି ଅନ୍ୟକୁ, ଆପଣ କହିବେ ଇଏ ମୂର୍ଖଟି। ପରୀକ୍ଷାରେ ବି ଆପଣ ଦେଖନ୍ତୁ, ଯଦି ଅନ୍ୟକୁ ଜଣେ କିଏ କପି କରୁଛି ତାହେଲେ ଆପଣ ତାକୁ ମୂର୍ଖ ବୋଲି କହିବେ, ସିମ୍ପଲ୍ କଥା। କିନ୍ତୁ ଆଧ୍ୟାତ୍ମିକ ଜଗତରେ କିଛି ଚେଞ୍ଜ ହୁଏନି ଆଜ୍ଞା। ଇଏ ଦିବ୍ୟ ଜିନିଷ, କିଛି ଚେଞ୍ଜ ହେବ ନାହିଁ ଏଥିରେ। ତେଣୁକରି ଡିଟୋ ଯାହା କୁହାହେଇଛି, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ଗୀତା 18:66। ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବ ମାମକା ପାଣ୍ଡବାଶ୍ଚ କିଂ କୁର୍ବତ୍ ସଞ୍ଜୟ। ଗୀତା 1:1। ଗୀତାର ଶ୍ଲୋକ ଗୁଡ଼ିକୁ ଯେମିତି ଅଛି ଆପଣ ସେମିତି କହିଦେବେ। କେତେ ନମ୍ବର ଶ୍ଲୋକ କ'ଣ କୁହାହେଇଛି ଯଦି ପରଫେକ୍ଟ କହିଦେଲେ, ଯାହା ଲେଖା ହେଇଛି ସେଇଆ କହିଦେଲେ, ତାହେଲେ ଆପଣ ବୁଦ୍ଧିମାନ ବୋଲି କୁହାଯିବ। ଆପଣ କିଛି ଏମିତି ମୋଡ଼ିଫାଏ ନ କରନ୍ତି। କିନ୍ତୁ ଭୌତିକ ଜଗତରେ ଆପଣ ଯଦି କୌଣସି ଜିନିଷ କିଏ କହିଛି ତାକୁ ମୋଡ଼ିଫାଇ କରିକି କହିବେ, ତାହେଲେ ଆପଣ ଚାଲାକ, ଆପଣ ବୁଦ୍ଧିମାନ ବୋଲି ଜଣାହେବେ। କିନ୍ତୁ ଆମେ ଆମ ଜୀବନରେ ଜଗନ୍ନାଥଙ୍କୁ କ'ଣ ଇମ୍ପୋର୍ଟାନ୍ସ ଦେଇଛନ୍ତି, କ'ଣ ପ୍ରାଧାନ୍ୟ ଦେଇଛନ୍ତି, କ'ଣ ବିଶେଷତ୍ୱ ଦେଇଛନ୍ତି, ଆଜି ଆମେ କଥା ହେବା। ତାପରେ କହିବେ, ତାପରେ ନିଜ ହୃଦୟକୁ ଆପଣ ପଚାରିବେ ଯେ ଜଗନ୍ନାଥ କାହିଁକି ଶୁଣୁନାହାନ୍ତି। ଜଗନ୍ନାଥଙ୍କୁ ଆମେ କେତେ ଜାଗା ଦେଇଛନ୍ତି ହୃଦୟରେ। ଧୀର ଧ୍ୟାନ ଭାବରେ ଏସବୁ କଥାକୁ ଶୁଣିବେ, ସବୁ ବେଦର ବାଣୀ। କଥାଟି ହେଉଛି ଏଇଆ ଯେ ଆପଣ ଭାବି ଦେଇଛନ୍ତି ଯେ ଯିଏ ତିଳକ ଲଗାଉଛି, ଯିଏ ଚିତା ଲଗାଉଛି, ଯିଏ ଲମ୍ବା ଲମ୍ବା ଚୁଟି ରଖିଛି, ଯିଏ କଛା ମାରିକି ଆସୁଛି, ଯିଏ ଧୋତି ପିନ୍ଧୁଛି, ସେ ହିଁ ସାଧୁ। ଯଦି ସିଏ ସାଧୁ ହେଉଥାନ୍ତା ତାହେଲେ ଗେଜିକି ଚୋର, ଖଣ୍ଟ, ଏମାନେ ସମସ୍ତେ ପିନ୍ଧିକି ଏସବୁ ତିଳକ ଲଗେଇକି ଆପଣଙ୍କୁ ଠକି ଚାଲନ୍ତେ। ଆମେ କିଏ ଆଜ୍ଞା? ଆମେ ଆତ୍ମା, ଆମେ ଶରୀର ନୁହନ୍ତି। ଯେହେତୁ ଆମେ ଶରୀର ନୁହନ୍ତି, ତାହେଲେ ଆମର ଏ କପଡ଼ା ସହିତ କ'ଣ ସମ୍ପର୍କ? ଆପଣ ଯେମିତି କପଡ଼ା ପିନ୍ଧନ୍ତୁ, ଖାଲି ଶରୀର ଢକି ହେବା କଥା, ଢାଙ୍କି ହେବା କଥା। ଆମେ ତ ଆତ୍ମା, ଆମର ସମ୍ପର୍କ ସେ ପରମାତ୍ମା ସହିତ, ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭଗବାନ ଶ୍ରୀକୃଷ୍ଣ, ମହାପ୍ରଭୁ ଶ୍ରୀରାମ, ମହାପ୍ରଭୁ ଶ୍ରୀ ନୃସିଂହନାଥ ବିଷ୍ଣୁଙ୍କର ଯେକୌଣସି ଅବତାର ସହିତ। ଆଜି ମୁଁ ଆପଣଙ୍କୁ ପଚାରୁଛି ଆଜ୍ଞା, କୁହନ୍ତୁ ମୋତେ, କେବେ ଭାବିଛନ୍ତି ଆପଣ ଏ ଜିନିଷ? ଆରେ ଭାଇ, ତୋତେ ଏରୋପ୍ଲେନ୍ ଚଲେଇ ଆସେ? ଆପଣ ସାଙ୍ଗେ ସାଙ୍ଗେ ହାତ ଯୋଡ଼ିଦେବେ ସ୍ଥଳ ବିଶେଷରେ, ଯଦି ଆପଣ ପାଇଲଟ୍ ନୁହନ୍ତି। ନାଇଁ ନାଇଁ ଭାଇ, ମୋତେ ଏରୋପ୍ଲେନ୍ ଚଲେଇ ଆସେନି। ନା ନା ନା, ମୋତେ ଆସେନି। ଆରେ 2 କୋଡ଼ିରେ ଏରୋପ୍ଲେନ୍ ଚଲେଇ ଆସୁନି? ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ, ଯିଏ ଅନନ୍ତ କୋଟି ବ୍ରହ୍ମାଣ୍ଡ ବନେଇଛି, ଭଗବାନ ପଚାରୁଛନ୍ତି ଯେତେବେଳକୁ ଜଗନ୍ନାଥ ବିଷୟରେ ତୋତେ କ'ଣ ଆସେ? ମୋତେ ବହୁତ କିଛି ଆସେ, ମୁଁ ବହୁତ କିଛି କରିଦେବି, ମୁଁ ବହୁତ କିଛି ଜାଣିଛି ଜଗନ୍ନାଥ ବିଷୟରେ। କ'ଣ ଜାଣିଛନ୍ତି ଆଜ୍ଞା ଆପଣ? ଜୀବନରେ ମନେ ରଖନ୍ତୁ, ଯେତେବେଳେ ଆପଣ ଚାଲି ଶିଖିଥିଲେ, ABCD ଶିଖିଥିଲେ, ଆ ଶିଖିଥିଲେ, ଖାଇ ଶିଖିଥିଲେ, ପିଇ ଶିଖିଥିଲେ, କଥାବାର୍ତ୍ତା କରି ଶିଖିଥିଲେ, କେହି ନା କେହି ଗୁରୁ ଆପଣଙ୍କୁ ଶିଖେଇଥିଲା। ସେ ମାତା ହେଇପାରେ, ପିତା ହେଇପାରେ, ଆଉ କିଏ ମଧ୍ୟ ହେଇପାରେ। ବିନା ଗୁରୁରେ କୌଣସି କାମ ଶିଖିପାରିବେ ନାହିଁ। ଇଏ ଭୌତିକ ଜିନିଷ। ଆଧ୍ୟାତ୍ମିକ ଜିନିଷ ତ ବହୁତ ଉପର କଥା ରହିଲାଣି। ଆପଣ ବିନା ଗୁରୁରେ ଶିଖିଯିବେ ବୋଲି କେମିତି ଭାବୁଛନ୍ତି?
ବିନା ଗୁରୁରେ ଆପଣ ଜଗନ୍ନାଥଙ୍କର ଜ ବି ପାଇବେ ନାହିଁ। ଜଗନ୍ନାଥ ନିଜେ କହୁଛନ୍ତି ପରିପ୍ରଶ୍ନନେୟ ସେବୟା, ଗୁରୁ ପାଖକୁ ଯାଅ ଅର୍ଜୁନ, ତାକୁ ବାରମ୍ବାର ବାରମ୍ବାର ତାର ସେବା କର, ତାକୁ ବାରମ୍ବାର ବାରମ୍ବାର ପ୍ରଶ୍ନ କର, ନିଜର ଯେତିକି ସଂଶୟ ଅଛି, ଯେତିକି ଡାଉଟ୍ ଅଛି ସବୁ ପଚାର। ଯଦି ସେମିତି ନ କରିବୁ ତୁ ମୋ ପାଖକୁ ପହଞ୍ଚିବାଟା ଅସମ୍ଭବ। ଜଗନ୍ନାଥଙ୍କର ଜ ବି ମିଳିବ ନାହିଁ। ଆମେ ଜଗନ୍ନାଥକୁ କେତେ ଇମ୍ପୋର୍ଟାଣ୍ଟ ଦେଇଛନ୍ତି ମୁଁ ଆରମ୍ଭ କରୁଛି ଆଜ୍ଞା। ଯେତେବେଳେ ସମୁଦ୍ର ମନ୍ଥନ ହେଇଥିଲା ସେତେବେଳକୁ ପ୍ରଥମେ କ'ଣ ବାହାରିଥିଲା ଆଜ୍ଞା? ବିଷ, ହଳାହଳ ବିଷ। କିନ୍ତୁ ଆମେ ଚାହୁଁଥିଲେ କ'ଣ? ଅମୃତ ପାଇବା ପାଇଁ ଯାଇଥିଲେ। ସେମିତି ଆଜ୍ଞା ଆପଣଙ୍କୁ ଯଦି ଅମୃତ ଦରକାର, ମୋର ଏ ହଳାହଳ ବିଷ, ଏ ଗାଳି କୁହନ୍ତୁ, ଯାହା କୁହନ୍ତୁ, ତାନା କୁହନ୍ତୁ, ଯାହା ବି କୁହନ୍ତୁ, ମୋର ଯେତିକି ଶିଷ୍ୟ ଅଛନ୍ତି ସମସ୍ତେ ମୋତେ ବି ଏଇଆ କହନ୍ତି, ପ୍ରଭୁଜୀ ଆପଣଙ୍କ କଥା ଆମକୁ ତାନା ଲାଗୁଛି, ଇଏ ଲାଗୁଛି, ସିଏ ଲାଗୁଛି, କିନ୍ତୁ ପରେ ଆମେ ବୁଝିପାରୁଛୁ କଥାଟା ଠିକ୍। ଯେତିକି କଥାକାର ଅଛନ୍ତି, ଅନ୍ୟ ଗୁରୁ ଅଛନ୍ତି, ତାଙ୍କ କଥା ମୁଁ କହିପାରିବିନି। ସେମାନେ ଏଇ ବେଦର ଶାସ୍ତ୍ର ମୁଁ ଯାହା କହୁଛି ସେଇଆ କହିବେ, କିନ୍ତୁ ସେ ମିଠା ମିଠା କଥାରେ କହିବେ। ମୋ ପାଖରେ ତ ସମୟ ନାହିଁ ଆଜ୍ଞା, କେତେବେଳେ ମରିଯିବି ଠିକ୍ ନାହିଁ। ଆପଣ କେତେବେଳେ ଯିଏ ଦେଖୁଛନ୍ତି କେତେବେଳେ ଜୀବନ ଚାଲିଯିବ ଠିକ୍ ନାହିଁ। ତେଣୁକରି ଯେତେବେଳେ ଜଣେ ସାମ୍ନାରେ ମରୁଛି ତାକୁ ଭଲ ଭଲ କଥା କହିକି ମୁଁ ବୁଝେଇବି ନା ତାକୁ ଶୋଧିବି, ସିଧା ସିଧା ଡକ୍ଟର ପାଖକୁ ଯା, ଅପରେସନ୍ କରେଇବୁ, ଯାହା ହେଇଛି ସବୁ ଠିକ୍ଠାକ୍ ହେବ? ମୋର କାମ ସେଇଆ ଆଜ୍ଞା। ମୁଁ ଜାଣିଛି ମୁଁ କେତେବେଳେ ମରିଯିବି, ଆପଣ ଯିଏ ଦେଖୁଛନ୍ତି କେତେବେଳେ ଆପଣଙ୍କ ଜୀବନ ଚାଲିଯିବ ଠିକ୍ ନାହିଁ। ତେଣୁକରି ଯାହା ଯାହା ଜିନିଷ ମୁଁ ଆପଣଙ୍କୁ ସିଧା ସିଧା ଜିନିଷ କହିଦେବା ଦରକାର, ସିଧା ସିଧା ଜିନିଷ ରୋକଠୋକ୍ କହିଦେବା ଦରକାର। ଆମେ ଜଗନ୍ନାଥଙ୍କୁ ଜୀବନରେ କେତେ ଇମ୍ପୋର୍ଟାନ୍ସ ଦେଇଛନ୍ତି ଆମେ ଜାଣିପାରିବା ଆଜ୍ଞା। ଯେତେବେଳେ ଘରେ ରୋଷେଇ ହେଉଛି ଆପଣ ପିଆଜ ରସୁଣ ଖାଉଛନ୍ତି, ଆମିଷ ଖାଉଛନ୍ତି, ଜାଣିଛନ୍ତି ଆପଣ ଜଗନ୍ନାଥ ଆପଣଙ୍କ ଘରର ସଦସ୍ୟ ନୁହନ୍ତି, ଘରର ମୁଖିଆ ନୁହନ୍ତି। ଆପଣ ବି ତାକୁ ପୁଅ ହିସାବରେ ଦେଖୁଥିବେ, ବାପ ହିସାବରେ ଦେଖୁଥିବେ, ଭାଇ ହିସାବରେ ଦେଖୁଥିବେ, ସ୍ୱାମୀ ହିସାବରେ ଦେଖୁଥିବେ, ପିତା ହିସାବରେ ଦେଖୁଥିବେ, ଯାହା ବି ଆପଣ ଦେଖୁଛନ୍ତି। ଆପଣ ମାନେ ସେ ଆମିଷ ପିଆଜ ରସୁଣ ବନେଇଲେ କେମିତି ଘରେ? ଆପଣଙ୍କର ସାହସ କେମିତି ହେଲା? ଆପଣ ଜାଣିଛନ୍ତି ଘରର ଯଦି ସେ ମୁଖିଆ ଜଗନ୍ନାଥ, ତାଙ୍କରି ସାମ୍ନାରେ ଆମିଷ ଆପଣ କରୁଛନ୍ତି, ଜୀବ ହତ୍ୟା କରୁଛନ୍ତି। ଜଗନ୍ନାଥ ଦେଖୁଛି ଆଜ୍ଞା ବଡ଼ ବଡ଼ ଆଖିରେ, ଛାଡ଼ିଦେବ ସିଏ ଆପଣଙ୍କୁ? ଆପଣଙ୍କର ସାହସ କେମିତି ହେଲା? ଘରର ମୁଖିଆ ଯାହା କହିବ, ଯାହା ଖାଇବ, ଯାହା ଆଦେଶ ଦେବ ଘରେ ସେଇଆ ହେବା ଦରକାର। ମହାପ୍ରଭୁ ଜଗନ୍ନାଥ ଗୀତାରେ ବାରମ୍ବାର ଆଦେଶ ଦେଇଛନ୍ତି ଆମିଷ ଖାଅନି, 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 ଇଏ ତାମସିକ ଜିନିଷ। କିନ୍ତୁ ଆମ ଜୀବ ଲାଳସାରେ ଜଗନ୍ନାଥଙ୍କୁ ଦେଖିକି ମଧ୍ୟ ଆମେ ଅଣଦେଖା କରିଦେଉଛନ୍ତି। କିନ୍ତୁ ଯେତେବେଳେ ବିପଦ ପଡ଼ୁଛି ସେତେବେଳେ ଜଗନ୍ନାଥଙ୍କ ପାଖକୁ ଯାଉଛନ୍ତି। ଜଗନ୍ନାଥ କ'ଣ କରିପାରିବେ ଆଜ୍ଞା? ଆପଣଙ୍କ ମାତା ପିତା ଆପଣଙ୍କୁ ସ୍କୁଲ ପଠାଇଲେ, କହିଲେ ଚୁପଚାପ ପାଠଶାଠ ପଢ଼ିବୁ, ସମସ୍ତଙ୍କ ସାଙ୍ଗରେ ଭଲ କଥାବାର୍ତ୍ତା କରିବୁ, ମିଠା ମିଠା କଥାବାର୍ତ୍ତା କରିବୁ, କାହା ସହିତ ଝଗଡ଼ାଝାଟି କରିବୁନି, ଗଣ୍ଡଗୋଳ କରିବୁନି। ଆପଣ ଗଣ୍ଡଗୋଳ କରିକି ଆସିଲେ, ଆପଣଙ୍କୁ ବି ଯଦି ଆପଣ ଗଣ୍ଡଗୋଳ କରିକି ଆସିଲେ ଆପଣଙ୍କୁ ବି ମାଡ଼ ଦୁଇ ପାହାର ବସିବ କମ୍ ସେ କମ୍। ତ ଏଥିରେ ବାପା ମାଆଙ୍କର ଭୁଲ କ'ଣ ଆଜ୍ଞା? ବାପା ମା ତ ବୁଝେଇଥିଲେ, ଜଗନ୍ନାଥ ତ ବୁଝାଉଛନ୍ତି ବାରମ୍ବାର ଆମିଷ ଖାଆନି, ଖରାପ ସଙ୍ଗତି କରନି, ସତ୍ସଙ୍ଗ କର, ତଥାପି ଜଗନ୍ନାଥଙ୍କୁ ଆଣି ପୂଜା କରିଦେଇଛନ୍ତି। ଇଏ କି ସେବା ଆଜ୍ଞା? ଜଗନ୍ନାଥଙ୍କୁ ଧୂପ ଦୀପ ଦେଇକି ପୂଜା କରିଦେଲେ, ଜଗନ୍ନାଥ କହୁଛନ୍ତି ମୋତେ ପ୍ରସାଦ ଚଢ଼ା, ଭଲ ଭଲ ପ୍ରସାଦ ଚଢ଼ା, ମୁଁ ଯେଉଁ ପ୍ରସାଦ ପାଇବି ସେ ପ୍ରସାଦ ତୁ ପାଇବୁ। ଯଦି ଆଜି ମାତା ପିତାଙ୍କୁ ଆପଣ ଦୀପ ଦୀପ ଦେଇକି ପୂଜା କଲେ, ମାତା ପିତା କହୁଛନ୍ତି ବାପା ପାଣି ଗ୍ଲାସ ଆଣିଲୁ, ଆପଣ କହୁଛନ୍ତି ପାଣି ଗ୍ଲାସେ କ'ଣ କରିବେ ଆପଣ? ଧୂପ ଦୀପ ଅଗୁରୁ ଚନ୍ଦନ ଦେଲି, ଚୁପଚାପ ବସନ୍ତୁ। ଇଏ କି ସେବା ଆଜ୍ଞା? ଜଗନ୍ନାଥଙ୍କର ସେବା କ'ଣ ଧୂପ ଦୀପରେ ହୁଏ, ଅଗରବତୀରେ ହୁଏ? କେଉଁ ଗୋଟିଏ ଜାଗାରେ ମୋତେ ଖୋଲିକି ଦେଖାଇଦେବେ ଜଗନ୍ନାଥ କହିଛନ୍ତି ମୋତେ ଧୂପ ଦୀପ ଦେ? କେଉଁ ଗୋଟେ ଜାଗାରେ କହିନାହାନ୍ତି। ଆପଣ କାହା କଥାରେ ପଡ଼ି ଚାଲିଛନ୍ତି ଆଜ୍ଞା? ଜଗନ୍ନାଥ ହୃଦୟ ଚାହାନ୍ତି, ହୃଦୟ। ହୃଦୟ ଦେବୁ କି ମୋତେ? ଆପଣ କହୁଛନ୍ତି ନା, ଏ ହୃଦୟଟା ମୁଁ ମୋ ସ୍ତ୍ରୀକୁ ଦେବି, ଏ ହୃଦୟଟା ମୁଁ ମୋ ଛୁଆ ପିଲାଙ୍କୁ ଦେବି, ଏ ହୃଦୟଟା ମୁଁ ପଇସା ପତ୍ରକୁ ଦେବି, ଏ ହୃଦୟଟା ମୁଁ ଭୌତିକ ଜିନିଷକୁ ଦେବି, ଆପଣଙ୍କୁ ଦେବି ନାହିଁ। ଜଗନ୍ନାଥ କହୁଛନ୍ତି ମୋତେ ପାଗଳ ଭାବିଲି କି ତୁ? ଯଦି ହୃଦୟ ଦେବୁ ନାହିଁ ତାହେଲେ କାହିଁକି ଆସିଛୁ ମୋ ପାଖକୁ? ଯାହା ମାଗିଲେ ମୁଁ ତ କ'ଣ ଦେଇପାରିବି? ଯାହା ତୋତେ ବୁଝେଇଲି ତୁ ତ ବୁଝିବା ପାଇଁ ନାରାଜ। କାହିଁକିନା ତୁ ମଣିଷ, କର୍ମ କରିକି ଭକ୍ତି କରିକି ତୁ ତୋର ଭାଗ୍ୟକୁ ଚେଞ୍ଜ କରିପାରିବୁ, କିନ୍ତୁ ତୁ ନାହିଁ, ତୁ ନାହିଁ କରୁଛୁ। ଅନ୍ୟମାନେ ଯେତିକି ପଶୁ ପକ୍ଷୀ ଦେବୀ ଦେବତା ଏଇ ଶରୀରକୁ ଝୁରନ୍ତି, କାହିଁକି ଆଜ୍ଞା? ଇଏ ହେଉଛି ବାଇପାସ୍, ଇଏ କର୍ମ ଯୋନି। କେବଳ 84 ଲକ୍ଷ ଯୋନି ଭିତରେ କେବଳ ମଣିଷ ଯୋନି ହିଁ ସେଇଟା ଯେଉଁଥିରେ କର୍ମ ଆପଣ କରିପାରିବେ। ଅନ୍ୟମାନେ ସବୁ ଆଜ୍ଞା ନିଜର ପାପ ପୁଣ୍ୟକୁ ଭୋଗୁଛନ୍ତି, ସେମାନେ କର୍ମ କରିପାରିବେ ନାହିଁ। ଦେବୀ ଦେବତା ପର୍ଯ୍ୟନ୍ତ, ବ୍ରହ୍ମା ପର୍ଯ୍ୟନ୍ତ କର୍ମ କରିପାରିବେ ନାହିଁ, ତାଙ୍କର ଅଧିକାର ନାହିଁ, କେବଳ ମଣିଷ ପାଖରେ ଅଛି। ଆଉ ଇଏ ମଣିଷ ଦୁର୍ଲଭ, ଦେବ ଦୁର୍ଲଭ ଶରୀର, ଦେବତା ବି ଚାହୁଁଛନ୍ତି ୟାକୁ, ଆପଣ ଏମିତି ନଷ୍ଟ କରି ଚାଲିଛନ୍ତି। ଯଦି ଆପଣ ଆମିଷ ଖାଇଲେ, ପିଆଜ ରସୁଣ ଖାଇଲେ, ଜଗନ୍ନାଥକୁ ତ ଅର୍ପିତ କରିପାରିବେ ନାହିଁ। ଗୀତାର 3 ନମ୍ବର ଅଧ୍ୟାୟର 13 ନମ୍ବର ଶ୍ଲୋକ ଯାଇକି ଦେଖନ୍ତୁ। ଜଗନ୍ନାଥ କହୁଛନ୍ତି ଯିଏ ମୋତେ ତାର ଖାଇବା ଜିନିଷ ମୋତେ ଅର୍ପଣ କରେ ନାହିଁ, ଆଉ ନିଜ ମଜାମସ୍ତି ପାଇଁ ଖାଏ, ସିଏ କେବଳ ପାପକୁ ଖାଏ, ଆଉ ପାପର ଫଳ ହେଉଛି ନର୍କ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆମିଷ ଖାଇବେନି, ଆପଣ ଖାଇଲେ କେମିତି ଆଜ୍ଞା? ଏକ ତ ଦେହ ଖରାପ ହେଉଛି, ସବୁ ଜିନିଷ ତେଲ ମସଲା ସବୁ ହେଉଛି, ପଇସା ପତ୍ର ଅଧିକ ଖର୍ଚ୍ଚ। ଅନ୍ନ ଟିକେ ଆଣିବେ, ଶାଗ ସବଜି ଡାଲି ଟିକେ ଆଣିବେ, ତରକାରୀ ଫରକାରୀ ଟିକେ ବିନା ତେଲ ମସଲାରେ, ବହୁତ କମ୍ ମସଲାରେ ତୁଳସୀ ପତ୍ର ରଖିକି ମହାପ୍ରଭୁକୁ ଅର୍ପିତ କରିବେ, ନିଜେ ପାଇବେ। କେଡ଼େ ସୁନ୍ଦର! ଆହା, ନା ଦେହ କେବେ ଖରାପ ହେବ ନା କ'ଣ ହେବ? ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆଜ୍ଞା, କିଏ କ'ଣ ଦେବ ମୁଁ ଜାଣିନାହିଁ, ସ୍ଥଳ ବିଶେଷରେ ଆପଣଙ୍କର ଜୀବନରେ କେବେ ଦେହ ଖରାପ ହେବନି ଏମିତି ଯଦି ପ୍ରସାଦ ଖାଇବେ। ମହାପ୍ରଭୁ ନିଜେ କହୁଛନ୍ତି ଆପଣ ମହାପ୍ରସାଦ ପାଆନ୍ତୁ, ଯାଇକି ଆପଣ ମହାପ୍ରସାଦ ପାଆନ୍ତୁ, କେବେ ଆପଣଙ୍କ ଦେହ ଖରାପ ହେବ ନାହିଁ। ମହାପ୍ରଭୁ ମୂର୍ଖ କି? ଆପଣଙ୍କୁ ତାଙ୍କ ନାଁ ପା ଅନ୍ନବ୍ରହ୍ମ, ସିଏ ଆପଣଙ୍କୁ ଅନ୍ନ ପ୍ରସାଦ ଦେଉଛନ୍ତି। କିନ୍ତୁ ଏସବୁ ଛାଡ଼ି ପିଆଜ ରସୁଣ ଆମିଷରେ ଆମେ ମାତିଛନ୍ତି। ଲୋକ ମଦ ବି ପିଇଲେଣି, ଦୁଃଖ ପାଇଁ ମଦ ପିଉଛନ୍ତି ଆପଣ ଭୁଲିବା ପାଇଁ। ଥରେ ସେ ଜଗନ୍ନାଥଙ୍କର ଚେହେରାକୁ ଦେଖନ୍ତୁ, ସବୁ ଭୁଲିଯିବେ ଆଜ୍ଞା, ସବୁ ଭୁଲିଯିବେ। କିନ୍ତୁ ତା ପୂର୍ବରୁ ଗୁରୁ ଧରିବାକୁ ପଡ଼ିବ ଆପଣଙ୍କୁ। ଜଗନ୍ନାଥ କିଏ, ଗୁରୁ ଚିହ୍ନେଇବା ଆପଣଙ୍କୁ। ଆପଣ ନିଜେ କେବେ ଜଗନ୍ନାଥକୁ ଦେଖି ଚିହ୍ନି ପାରିବେନି, ଏ ଆଖିରେ ଜଗନ୍ନାଥ କେବେ ଦେଖାଯିବେନି। ଆରେ ନିଜେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସାମ୍ନାରେ ଥିଲେ। ଅର୍ଜୁନ କହୁଛନ୍ତି ଆପଣ ଯେଉଁ ଦିବ୍ୟ ରୂପ କଥା କହିଲେ, ବିଶ୍ୱରୂପ କଥା କହିଲେ ମହାପ୍ରଭୁ, ମୁଁ ଦେଖିବା ପାଇଁ ଚାହୁଁଛି। ଦେଖୁନୁ ଦେଖ, ମୁଁ ତ ସାମ୍ନାରେ ଠିଆ ହେଇଛି। ଆରେ ମୋ ପାଖରେ ତ ସେ ଦୃଷ୍ଟି ନାହିଁ। ସେଇଭଳିଆ ଆଜ୍ଞା ଆମ ପାଖରେ ସେ ଦୃଷ୍ଟି ନାହିଁ। ଦିବ୍ୟ ଦାରୁ ରୂପରେ ଠିଆ ହେଇଥିଲେ ମଧ୍ୟ ଆମେ ଜଗନ୍ନାଥଙ୍କୁ ଦେଖିପାରିବା ନାହିଁ। ଦେଖୁନାହାନ୍ତି, ଜଗନ୍ନାଥଙ୍କୁ ଠିଆ ହେଇକି ମଧ୍ୟ ଆମେ ଦେଖୁଛନ୍ତି ଜଗନ୍ନାଥଙ୍କୁ ଜୁହାର ହେଇସାରିଲା ପରେ, ଆରେ ମୋ ଛୁଆ କୁଆଡ଼େ ଗଲା, ଆରେ ମୋ ସ୍ତ୍ରୀ କୁଆଡ଼େ ଗଲା, ବାପା ମା ସାଙ୍ଗରେ ଆସିଲେ କୁଆଡ଼େ ଗଲେ, ସବୁ କୁଆଡ଼େ ଯିବା, କୁଆଡ଼େ ବୁଲିବା। ଆରେ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ଆପଣଙ୍କ ସାମ୍ନାରେ ଠିଆ ହେଇଛି, ଆପଣଙ୍କ ସାମ୍ନାରେ ଠିଆ ହେଇଛି, ଆପଣ ଏସବୁ ଭାବି ଚାଲିଛନ୍ତି। ମାନେ ଆମେ ଜଗନ୍ନାଥଙ୍କୁ ଦେଖିନାହାନ୍ତି। ଆରେ କୁହାଯାଉଛି ଯେ ନିଜେ ଜଗନ୍ନାଥ ମହାପ୍ରଭୁ ଶ୍ରୀ ରାମଚନ୍ଦ୍ର ଆଇନାରେ ନିଜକୁ ଦେଖିକି ମୋହିତ ହେଇଯାଆନ୍ତି। ମୁଁ କେଡ଼େ ସୁନ୍ଦର ଦେଖାହେଉଛି, ମୁଁ କେଡ଼େ ସୁନ୍ଦର ଦେଖାହେଉଛି। ମା କୌଶଲ୍ୟା ଡାକିଲେ ରାମ ରାମ, ହଁ ହଁ ଯାଉଛି ଯାଉଛି ଯାଉଛି। ଏତେ ସୁନ୍ଦର ସିଏ। ଆରେ ନିଜେ ମାନେ ରୂପର ଯିଏ ରାଜା କୁହାଯାଏ, କନ୍ଦର୍ପ କାମଦେବ, ରମ୍ଭା ମେନକା ଉର୍ବଶୀ, ଏମାନେ ଜଗନ୍ନାଥଙ୍କୁ, ଏମାନେ ନିଜେ ବିଷ୍ଣୁକୁ ଦେଖିକି ନିଜେ ମୂର୍ଚ୍ଛିତ ହେଇଯାଆନ୍ତି। ଏଡ଼େ ସୁନ୍ଦର ସିଏ। ଆମେ ଜଗନ୍ନାଥଙ୍କୁ ଦେଇକି ମୂର୍ଚ୍ଛିତ ହେଇଛନ୍ତି। ଯେମିତି ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁ ନିଜେ ଭଗବାନ ଶ୍ରୀକୃଷ୍ଣ ରାଧାରାଣୀଙ୍କ ମନ ନେଇକି ଆସିଥିଲେ। ଫାଷ୍ଟ ଟାଇମ୍, ପ୍ରଥମ ଥର ଯେତେବେଳେ ଜଗନ୍ନାଥଙ୍କୁ ଦେଖିଲେ ମୂର୍ଚ୍ଛା ଗଲେ। ସିଏ ନିଜକୁ ଦେଖିକି ମୂର୍ଚ୍ଛା ହେଇଗଲେ। ନିଜେ କୃଷ୍ଣ ନା ସିଏ। ଜଣେ ରାଧା ବୀର ରୂପ, ଜଣେ କୃଷ୍ଣ ବୀର ରୂପ, ଜଣେ କୃଷ୍ଣ ବୀର ରୂପ, ଜଣେ ରାଧା ବୀର ରୂପ। ଜଣେ ରାଧାକୁ ଖୋଜୁଛି, ଜଣେ କୃଷ୍ଣକୁ ଖୋଜୁଛି, ଜଣେ କୃଷ୍ଣ ପାଇଁ କାନ୍ଦୁଛି, ଜଣେ ରାଧା ପାଇଁ କାନ୍ଦୁଛି। ଆଉ କ'ଣ ଦରକାର ଆଜ୍ଞା? ଏଇ ଆମ ଜୀବନ। ଆପଣ ଭାବୁଛନ୍ତି କି ଆଜ୍ଞା ପଢ଼ା ଲେଖା, ଖାଇବା ପିଇବା, ବୁଲିବା, ଛୁଆ ଜନ୍ମ କରିବା, ବାହା ହେବା, ଘର ବନେଇବା ଇଏ ଆମ କାମ? ଇଏ ପଶୁପକ୍ଷୀଙ୍କର କାମ, ଏ ଦେବୀ ଦେବତାଙ୍କର କାମ। ମଣିଷର କାମ କେବଳ ଆମେ ମା ପେଟରେ, ଯାହା ଭାଗବତ ପଢ଼ିକି ଦେଖନ୍ତୁ ତୃତୀୟ ସ୍କନ୍ଧରେ, କେବଳ ଆମେ ମା ପେଟରେ ଏଇ ପ୍ରତିଜ୍ଞା କରିଥିଲେ ଯେ ବାହାରକୁ ବାହାରିଲା ପରେ ହରି କେବଳ ତୋର ନାମ ସଂକୀର୍ତ୍ତନ କରିବି, କେବଳ ତୋର ଭକ୍ତି କରିବି, ଆଉ କିଛି କରିବିନି। ଆଉ ତାକୁ ଛାଡ଼ିକି ବର୍ତ୍ତମାନ ଆପଣ ଦେଖନ୍ତୁ ସବୁ କାମ କରୁଛନ୍ତି, ସବୁ କାମ କରୁଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜୀବନରେ ଆପଣ କ'ଣ ଇମ୍ପୋର୍ଟାନ୍ସ ଦେଇଛନ୍ତି ଦେଖନ୍ତୁ। ଆଜି ଯଦି ଅଷ୍ଟମୀ ହେଲା, ଖାଇବା ପିଇବା ହେଲା, ସବୁ କିଛି ହେଲା, ନିଜକୁ କେନ୍ଦ୍ର କରି ଆପଣ କରୁଛନ୍ତି। ଆପଣଙ୍କ ଛୁଆ ପାଇଁ, ଆପଣଙ୍କ ପାଇଁ, ଆପଣଙ୍କ ମାତା ପିତା ପାଇଁ, ଆପଣଙ୍କ ସ୍ତ୍ରୀ ପାଇଁ କପଡ଼ା ଆସିବ। ଜଗନ୍ନାଥଙ୍କ ପାଇଁ? ଜଗନ୍ନାଥ ଚାକର କି? ଜଗନ୍ନାଥ ପାଇଁ କପଡ଼ା କିଛି ନାହିଁ। ଘରର ମୁଖିଆ ସିଏ। ଆଗ ତାଙ୍କ ପାଇଁ ଦେଖିବା କଥା କେମିତି କ'ଣ ପିନ୍ଧିବେ। ସେ ଯଦି ଆପଣଙ୍କର ପାରୁ ପର୍ଯ୍ୟନ୍ତ, ଆପଣ ଯଦି ଧନ ଅଛି, କାପାସିଟି ଅଛି, ସକ୍ଷମ ଅଛନ୍ତି, ଆପଣ କ୍ଷମତା ଅଛି, ତାହେଲେ ଜଗନ୍ନାଥଙ୍କ ପାଇଁ ଆଗେ ଦେଖନ୍ତୁ। ଯଦି ଆପଣ ତାଙ୍କୁ ଘରର ନିଜର ବୋଲି ସତରେ ଭାବିଥିବେ, ଭଗବାନ ଗୀତାରେ ବାରମ୍ବାର କହୁଛନ୍ତି ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ଗୀତା 18:66। ଗୀତା 18 ନମ୍ବର ଅଧ୍ୟାୟର 66 ନମ୍ବର ଶ୍ଲୋକ। ଏଇ ଗୋଟିଏ ଶ୍ଲୋକ କହିବା ପାଇଁ ପୁରା ସମ୍ପୂର୍ଣ୍ଣ 700 ଶ୍ଲୋକ ଅର୍ଜୁନକୁ କହିଚାଲିଲେ। ଏ ଅର୍ଜୁନ, ସବୁ ଭୁଲିଯା, ମୁଁ ମଣିଷ, ମୁଁ ସ୍ତ୍ରୀ, ମୁଁ ପୁରୁଷ, ମୁଁ ବ୍ରହ୍ମଚାରୀ, ମୁଁ ଏ କାମ କରୁଛି, ମୁଁ ସେ କାମ କରୁଛି, ସବୁ ଭୁଲିଯା, କେବଳ ମୋ ଶରଣକୁ ଆସ। ମୁଁ ତୋତେ ସବୁ ପାପରୁ କ୍ଷମା ଦେଇପାରିବି, ସବୁ ପାପରୁ ତ ମୁକ୍ତ କରିପାରିବି। ଆଉ ଦୁନିଆରେ କେହି ନାହାନ୍ତି, ସମସ୍ତେ କାନ୍ଦୁଛନ୍ତି, ଦେବୀ ଦେବତା ପର୍ଯ୍ୟନ୍ତ। ମୁଁ ହିଁ ଦେଇପାରିବି, ମୋ ପାଖକୁ ଆସେ। କିନ୍ତୁ ଆମେ ସମ୍ପୂର୍ଣ୍ଣ ଶରଣାଗତି କରୁନାହାନ୍ତି। ଯେଉଁ ପ୍ରସାଦ ଆମେ ବନେଇଲେ ଜଗନ୍ନାଥଙ୍କୁ ଦେଲେ, ସେ ଜଗନ୍ନାଥ ପାଇଲେ, ଆମେ ତାକୁ ପାଇଲେ, କେଡ଼େ ସୁନ୍ଦର। କିନ୍ତୁ ଯଦି ପିଆଜ ରସୁଣ କରିଥିବେ, ତାହେଲେ ଜଗନ୍ନାଥଙ୍କୁ ଆମର ଦେଇପାରିବେନି। ଯଦି ଜଗନ୍ନାଥଙ୍କୁ ଆପଣ ସତରେ ନିଜର ବୋଲି ଭାବୁଥିବେ, ତାଙ୍କ ପାଇଁ କପଡ଼ା ଆଣିବେ, ମାନେ ଜଗନ୍ନାଥ କେନ୍ଦ୍ରିତ ହେବ ସବୁ ଜିନିଷ। ସେ ଘର ଆପଣଙ୍କର ମନ୍ଦିର ହେଇଗଲା। ଆଉ ଘର ହେଇକି ନାହିଁ, ସେ ମନ୍ଦିର ହେଇଗଲା। ଘରେ ଆପଣ ଜୋତା ପିନ୍ଧିକି ଯାଇପାରିବେନି, ପାନ ଗୁଟଖା ଖାଇପାରିବେନି,
ପାନ ତ ଛାଡ଼ନ୍ତୁ, ମହାପ୍ରଭୁ ଖାଆନ୍ତି, ସେ ସାଧା ପାନ ସମସ୍ତେ ଖାଇପାରିବେ। ଗୁଟଖା ଖାଇପାରିବେନି, ଚାହା ପିଇପାରିବେନି, ଆମିଷ ଖାଇପାରିବେନି, ପିଆଜ ରସୁଣ ଖାଇପାରିବେନି, ମନ୍ଦିର ଭିତରେ ପରନିନ୍ଦା ପରଚର୍ଚ୍ଚା ହେବ ନାହିଁ। କେବଳ ଭଗବାନଙ୍କର ଭକ୍ତି ହେବ, ଭଗବାନଙ୍କର ନାମ ସଂକୀର୍ତ୍ତନ ହେବ, ହୃଦୟ ଆପଣ ଜଗନ୍ନାଥକୁ ଦେବେ। କିନ୍ତୁ ଆପଣ ଦେଇଛନ୍ତି ଆଜ୍ଞା, ଯେତେବେଳେ ଯଦି ଆପଣ ଦେଇଥିବେ, ନିଜେ ଯଦି ଘରର ମୁଖିଆ ବୋଲି ଭାବୁଥିବେ ଯେ ଜଗନ୍ନାଥ ହିଁ ମୋର, କେବଳ ଜଗନ୍ନାଥଙ୍କୁ ହିଁ କେନ୍ଦ୍ରିତ କରିବି। ଭଗବାନ ସେଇ କଥା କହୁଛନ୍ତି, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। କେବଳ ମୋ ପାଖକୁ ଆସିବାକୁ ପଡ଼ିବ। ହଁ, ଆମେ ସବୁ କରୁଛୁ, ଆମେ ଭକ୍ତି ବି କରୁଛୁ, ଛୁଆ ପିଲାକୁ ବି ଦେଖୁଛୁ, ସେମିତି ହେଇପାରିବନି ଆଜ୍ଞା, ଚାନ୍ସ ନାହିଁ। ଆପଣ ଭକ୍ତି କରିକି ଛୁଆ ପିଲାକୁ ଦେଖନ୍ତୁ, ଓଲଟିଆ କାମ କରନ୍ତୁନି। ଯେ ଭଗବାନ ବାରମ୍ବାର କହୁଛନ୍ତି ସତତମ କୀର୍ତ୍ତୟନ୍ତୁ ମାମ୍, ସବୁବେଳେ ମୋର କୀର୍ତ୍ତନ କରିବୁ। ବେଦଶାସ୍ତ୍ର ପୁରାଣ କହୁଛନ୍ତି ନିରନ୍ତର ତୈଳ ଧାରା ପଦ ବିଚ୍ଛିନ୍ନ। ଯେମିତି ତେଲ ବହୁଥାଏ, ପାଣି ନୁହଁ ଆଜ୍ଞା, ପାଣି ଟପ୍ ଟପ୍ ବହେ, ତେଲ ପୁରା ଗୋଟେ ଧାରାରେ ବହି ଚାଲିଥିବ, ସେମିତି ଭକ୍ତି ହେବା ଦରକାର। ଘଣ୍ଟାଟେ ହରିନାମ ସଂକୀର୍ତ୍ତନ କରିଦେଲେ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ କରିଦେଲେ, ରାମ ନାମ ସଂକୀର୍ତ୍ତନ କରିଦେଲେ, ରାଧେ ରାଧେ କରିଦେଲେ, ଆଉ 23 ଘଣ୍ଟା ଆଜ୍ଞା ମାୟାକୁ ଦେବେ, ଛୁଆ ପିଲାକୁ ଦେବେ, ସ୍ତ୍ରୀକୁ ଦେବେ, ମାତା ପିତାକୁ ଦେବେ, ପଇସା ପତ୍ରକୁ ଦେବେ। ଇଏ ଚଳିବ ନାହିଁ, ଇଏ ଚଳିବ ନାହିଁ। ୟାର ଟ୍ରିକ୍ ଆପଣ ପଚାରୁଥିବେ, ଯଦି ଇଏ ଚଳିବ ନାହିଁ ଆମେ କରିବୁ କେମିତି? ଗୁରୁଙ୍କ ପାଖକୁ ଯାଆନ୍ତୁ, ଗୁରୁ ବୁଝେଇବେ ଆପଣଙ୍କୁ। ଏତେ ସହଜ କଥା ହେଇଛି କି? କ'ଣ 1.5 ଲକ୍ଷ 2 ଲକ୍ଷ 50,000 25,000 30,000ର ଚାକିରିଟା କରିବେ ବୋଲି ଆପଣ ଆଜ୍ଞା ଆପଣଙ୍କ ଜୀବନ ପୁରା ସାରିଦେଲେ, ଛୁଆବେଳୁ ପଢ଼ି 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 ପଢ଼ି। ଆଉ ଜଗନ୍ନାଥଙ୍କୁ ପାଇବେ ବିନା ଗୁରୁରେ, ଏତେ ସହଜ କଥା ହେଇଛି। କିଛି ପରିଶ୍ରମ କରିବେନି, ଘରେ ବସି ବସି ହେଇଯିବ। ସହଜ କଥା ହେଇଛି କି? କଳିଯୁଗ ଇଏ, ଆପଣ ଯାହାକୁ ଧରିବେ ସିଏ ପାପି ଥିବ। କଳିଯୁଗ ସବୁ ଭ୍ରମିତ କରିବେ, ଅସଲି ଗୁରୁକୁ ଧରନ୍ତୁ। କେବଳ ଏତିକି କହିବି, ଅସଲି ଗୁରୁ ସିଏ ଯିଏ କହୁଥିବ ଯେ କୃଷ୍ଣ ହିଁ ମାନେ ପରମ ଭଗବାନ, କୃଷ୍ଣ ହିଁ ପରମ ଭଗବାନ, ଜଗନ୍ନାଥ ହିଁ ପରମ ଭଗବାନ। ତାପରେ ସେ ଯାହା ବି କହୁ, ସେ ବୈଷ୍ଣବ ହେବାର ତୁଲ୍ୟ। ଗୁରୁ ଧରନ୍ତୁ, ଜଗନ୍ନାଥକୁ ପାଇପାରିବେନି। ଯଦି ଜଗନ୍ନାଥକୁ ଆପଣ ଏମିତି ଇମ୍ପୋର୍ଟାନ୍ସ ଦେବେ, ତାହେଲେ ଜଗନ୍ନାଥ ଆପଣଙ୍କୁ କେଉଁ ଭଳିଆ ଇମ୍ପୋର୍ଟାନ୍ସ ଦେବେ ଜାଣନ୍ତୁ। ଜଗନ୍ନାଥ କହୁଛନ୍ତି ମୁଁ କେବଳ ତାର ଚାକର ହୁଏ ଯିଏ ମୋର ଚାକର ହୁଏ। ମୋର ଯେତିକି ଜ୍ଞାନୀ ଅଛନ୍ତି, ଗୁଣୀ ଅଛନ୍ତି, ଯେତିକି ସାଧକ ଅଛନ୍ତି, ସିଏ ମରନ୍ତୁ, ଗଡ଼ନ୍ତୁ, ପଡ଼ନ୍ତୁ, ମୋର କିଛି କହିବାର ନାହିଁ। କିନ୍ତୁ ମୋର ଭକ୍ତର ପଛେ ପଛେ ମୁଁ ଚାଲେ। କାହିଁକି ନା ମୋ ଭକ୍ତର ଧୂଳି, ପାଦ ଧୂଳି ମୋ ମୁଣ୍ଡରେ ପଡ଼ିଯିବ, ମୁଁ ଧନ୍ୟ ହେଇଯିବି। କିମ୍ବା ମୋ ଭକ୍ତ କେଉଁଠି ପଡ଼ିଯିବ, ମୁଁ ସାଙ୍ଗେ ସାଙ୍ଗେ ପଛରେ ତାକୁ ଧରି ପକାଇବି, ସେ ପଡ଼ିବାର ଚାନ୍ସ ନାହିଁ। ସେ ଯେ ପ୍ରହ୍ଲାଦ ମହାରାଜ କହୁଛନ୍ତି ଆଖି ବନ୍ଦ କରିକି ଦୌଡ଼, ଟେନସନ୍ ନେବାର ନାହିଁ। ଭଗବାନ ସ୍ୱୟଂ ଶ୍ରୀହରି ଆପଣଙ୍କ ପଛରେ ଦୌଡ଼ିଛନ୍ତି, ଆପଣ ପଡ଼ିବେନି। ଯଦି ଜୀବନରେ ଆପଣ କେବଳ ଜଗନ୍ନାଥକୁ ଇମ୍ପୋର୍ଟାନ୍ସ ଦେବେ, ଦେଖିବେ କ'ଣ ଜୀବନରେ ଚେଞ୍ଜ ଆସୁଛି ଆଜ୍ଞା। କେବଳ ହିଁ ଜଗନ୍ନାଥ। ଆପଣ ଆଜି ପର୍ଯ୍ୟନ୍ତ ବି ଲଗେଇଛନ୍ତି, ଏ ଜଗନ୍ନାଥଙ୍କୁ ବି ଭଲ ପାଉଛି, ଛୁଆ ପିଲାଙ୍କୁ ବି ଭଲ ପାଉଛି, ଜଗନ୍ନାଥକୁ ବି ଭଲ ପାଉଛି, ସ୍ତ୍ରୀକୁ ବି ଭଲ ପାଉଛି, ଜଗନ୍ନାଥକୁ ବି ଭଲ ପାଉଛି, ସ୍ତ୍ରୀକୁ, ମାତା ପିତାକୁ ବି ଭଲ ପାଉଛି। ତେଣୁକରି ଯେତେବେଳେ ଅସୁବିଧା ଆପଣଙ୍କର ଆସିବ ନା, ଆପଣ ଜଗନ୍ନାଥଙ୍କୁ ଭୁଲିଯିବେ, ନିଜ ପରିବାରକୁ ଦେଖିବେ, ଭୌତିକ ଜଗତକୁ। କିନ୍ତୁ ଯଦି ଆପଣ ଜଗନ୍ନାଥଙ୍କୁ ହିଁ ଭଲ ପାଉଛି, ତା ସହିତ ଦୁନିଆକୁ ବି ଦେଖୁଛି, ତାହେଲେ ଅସୁବିଧା ଆସିଲେ ବି ଆପଣ ଦୁନିଆ ଛାଡ଼ି ଦେଇପାରନ୍ତି, କିନ୍ତୁ ଜଗନ୍ନାଥକୁ ଛାଡ଼ିବେ ନାହିଁ। ଆଉ ଭଗବାନ କହୁଛନ୍ତି ଯେ ମୋତେ ନ ଛାଡ଼ିଲା ସେ ପରଫେକ୍ଟ ସାଧନା କରୁଛି, ପରଫେକ୍ଟ ଗୁରୁ ପାଇଛି, ଆଜି ନହେଲେ କାଲି ସେ ମୋ ପାଖକୁ ପଳେଇ ଆସିବ। ଟେନସନ୍ ନାହିଁ, ଟେନସନ୍ ନାହିଁ, ଟେନସନ୍ ନାହିଁ। ଜଗନ୍ନାଥକୁ କି ଇମ୍ପୋର୍ଟାନ୍ସ ଦେଇଛନ୍ତି ଆପଣ ଜୀବନରେ, ନିଜେ ଭାବିକି ଦେଖିବେ ଆଜ୍ଞା, ନିଜେ ଭାବିକି ଦେଖିବେ, ନିଜେ ଭାବିକି ଦେଖିବେ। ଗୋଟେ ଅନ୍ଧାର ଘରେ ଚୁପଚାପ ଶାନ୍ତ ଧୀର ମସ୍ତିଷ୍କରେ ଭାବନ୍ତୁ, ମୁଁ ଯାହା କହିଥିଲି ଭୁଲ କହିଥିଲି, ଠିକ୍ କହିଥିଲି। ମୁଁ ଆଜ୍ଞା ଯେଉଁ ଭଳିଆ କହିଥିବି ମୋତେ କ୍ଷମା କରିବେ, କାହିଁକିନା ମୋ ରକ୍ତ ଗରମ ଟିକେ, ମୁଁ ସମସ୍ତଙ୍କୁ ଏମିତି ଭଳିଆ କଥାବାର୍ତ୍ତା କରେ। କାହିଁକିନା ଦେଖେ ଜଣେ ମରୁଛି ମୋ ଆଖି ସାମ୍ନାରେ, ମୁଁ କାହିଁକି ନ ବଞ୍ଚେଇବି ତାକୁ। ମୋର କାମ ଏଇଆ ଆଜ୍ଞା, ମୋର କାମ ଏଇଆ, ମୋର କାମ ଏଇଆ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।